ଅଭିଯୋଗ ରହିଛି ଆଜି ପୁଣି ଆସୁଛନ୍ତି ଚନ୍ଦ୍ରଶେଖରପୁର କାଲି ମୋ ଭଉଣୀ ରିଆ ପାଖରେ କାମ କରିଥିଲା ଆଉ ମୋ ଭଉଣୀ କି ମୁଁ ଦେଖା କରିବା ପାଇଁ ଆସିଥିଲି ଆଉ ସେ ରିଆ ପାଖକୁ ସେ ଦେଖାବାକୁ ମୁଁ ଆସିଥିଲି ପୁଲିସ ମାନେ ମତେ ଦେଖାଉନଥିଲି ମୋ ଭଉଣୀ ପାଖକୁ ନେଇ ଦଉନଥିଲି ଆଉ ସେ କହନ୍ତି ନାଇଁ କଟକ ଅଛି ଆଉ ହେଉଡ ଅଛି ଆଉ ମୁଁ କହିଲି ସାର୍ ତମେ ଦୌଡ଼ ମୋ ଭଉଣୀକୁ ମତେ ଦେଖା କରିଦିଅ ଯଦି ମୋ ଭଉଣୀକି ତମ ମାନେ ଦେଖା ନ କରିଦେବ ମୁଁ ଏଇଟା ଆତ୍ମହତ୍ୟା କରିବି ଆଉ ମୋର ଯାହା ହେଲେ ପୁଲିସ ସବୁ ଦାୟୀ। କଣ କହିଲେ ପୁଲିସ କଥା ଶୁଣିକି ଆପଣଙ୍କୁ ପୁଲିସ କହିଲା ଆଉ ସେ କଟକରେ ଅଛି। କଟକ ଯାଇଥିଲେ ଆପଣ ଥାନା କେସଟା କଟକକୁ ରେଫର କରାଯାଇଛି ତ ଆପଣ ସେଠିକି ଯାଇଥିଲେ? ନାଇଁ ସେଠିକି ଯାଇନି। ଯାଇନାହାନ୍ତି? ଏଠିକି ଯୋଉ ଆସିଲେ ସାର୍ କଣ କହିଲେ? ସାର୍ କହିଲେ ତମେ କଟକ ଯାଅ ତମ ଭଉଣୀ କଟକରେ ହେଇଠି ଦେଖାହବ। ଆମେ କହିଲୁ ସାର୍ ତ ଆପଣ ତ ଆଣିଥିଲ ଆଉ ଆପଣ ଆମକୁ ଦେଖ ସେ କହିଲା ନାଇଁ ଏଠିକି ଗଲେ ଜାଣା ଦେଖିବ। ସେମାନେ କହନ୍ତି ନାଇଁ ଏଇଟା ଭୁବନେଶ୍ୱରରେ ଅଛନ୍ତି ହେଲେ ଭୁବନେଶ୍ୱରରେ କୋଉଠି ଅଛି ଆମକୁ ଟିକେ ଦେଖେଇଲେ ସିନା ଆମେ ସାର୍ ଦେଖିଲେ ସିନା କହିବି। ସମ୍ପୂର୍ଣ୍ଣ ଘଟଣାଟି କଣ ଥିଲା? ସମ୍ପୂର୍ଣ୍ଣ ଘଟଣାଟି ହେଲା ରିୟା ପାଖରେ ସେ କାମ କରୁଥିଲା। ରିୟା ପାଖରେ ନାଇଁ ଦିଦି ଆଉ କହିଲା ମୁଁ ଏଠୁ ଯିବି ଭାରି ଏଠୁ ରିୟା ସହିତ ମୋବାଇଲରେ କଥା ହେଇଥିଲି କହିଲି ଦିଦି ଆଉ ମୋ ଭଉଣୀ ତମେ ଛାଡି ଦିଅ ଆଉ ସେ କହିଲା ନାଇଁ ଆଉ ମୋ ପାଖରେ ସେ ଭଲରେ ଅଛି ଆଉ ଖାଇବାର ଅସୁବିଧା କିଛି ନାହିଁ ଆଉ ସେ ମୋର ଭଲରେ ଅଛି ଆଉ ସେ କିରା କରିଯିବ ମୁଁ କହିଲି ଯଦି ତମ ପାଖରେ ଭଲରେ ଅଛି ହେଲେ ଥାଉ ଆଉ ମୋ ଭଉଣୀ ଆଉ କିରା କରି ଘରକୁ ଆଇବ ମାନେ ଏଇ ଘଟଣା ଦେଖିଲି ମୋ ଭଉଣୀ କି ସେ ତାଙ୍କ ସ୍ୱାମୀ ବି ପାଇଲି ବୁତଲାଇନି ମାଡ଼ ପିଡ଼ିପିଡ଼ା ଦେଇଥିବେ ବୋଲି ମୁଁ ପଡ଼ି ଉଠିକିନା କୁଶଳାରୁ ଆଇଲି ଏଇଠିକି। ଆପଣ କେମିତି ଜାଣିଲେ ଆପଣଙ୍କ ଭଉଣୀ ସେଠୁ ଖସିକି ପଳେଇ ଆସିଛି କେମିତି ଆଉ ଭିଡ଼ିଓ ଫାଇଲ ସବୁଆଡେ ମୋବାଇଲ ସବୁଆଡେ ନ୍ୟୁଜ ସବୁ ଦେଖାଗଲା ତାର ମୁଁ ଏଥିପାଇଁ ଆସିଲି। ଭଉଣୀ ଆସିବା ପରେ ରିୟା ଆଉ ଆପଣଙ୍କୁ ଫୋନରେ କଣ୍ଟାକ୍ଟ ନାଇଁ ରିୟା ମତେ କେବେ କରିନି କିଛି କହିନାହାନ୍ତି ଆପଣ? ନାଇଁ କି ଆପଣ ଭଉଣୀ କୁଆଡେ ପଳେଇଛି କି କଣ? ନାଇଁ ଫୋନ ବନାବି କିଛି କରିନାହାନ୍ତି ଆଉ ତମ ଭଉଣୀ ଗଲା କି କିରା କିଛି ଫୋନ ବନାବି କିଛି କରିନାହାନ୍ତି। ଏବେ ଆପଣ ରିୟାଙ୍କ ସହ କଥା ହେଲେଣି କି ଭଉଣୀ ଯେହେତୁ ଆପଣ ପଳେଇଛନ୍ତି? ନାଇଁ ରିୟା କଥା ତ ହେଇନି ଆଉ ତା ସ୍ୱାମୀ ଲଗେଇଥିଲେ। କଣ କହିଲେ? କହିଲା ଆଉ ବର୍ଷା ତମ ପାଖକୁ ପହଞ୍ଚିଥିଲା କି ମୁଁ କହିଲି ନାଇଁ ବର୍ଷା ଆମ ପାଖକୁ ପହଞ୍ଚିନି ଆଉ ମୁଁ କହିଲି ମୋ ଭଉଣୀ ତମ ପାଖରେ ଥିଲା ଯୁଆଡେ ହେଲେ ମୋ ଭଉଣୀକି ତମେ ଆଣିଆ ଦବ ମୁଁ ହେତିକି ସାର୍ ତାଙ୍କୁ କହିଲେ ଆଉ ଆମେ କୁଆଡେ ତମ ଭଉଣୀକି ଆଣିଆ ଦବୁ କହିଲେ ମୁଁ ଜାଣିନି ମୋ ଭଉଣୀକି ତମେ ଯୁଆଡେ ଆଣିଆ ବି ଦବ ଆଉ। ସେ ଗୋଟେ ଅଭିଯୋଗ ଆଣିଛନ୍ତି କି ସେ 1.5 ବର୍ଷ ହେଲା ସେଠି କାମ କଲେଣି କିନ୍ତୁ ସେ 10,000 ଟଙ୍କା ଟୋଟାଲ ପାଇଛନ୍ତି। 10,000 ଯେହେତୁ ସେ 10,000 ଟଙ୍କା ପାଇଛନ୍ତି ତ ଆପଣ ତ ଚାହିଁଥିଲେ ଆଗରୁ ଘରକୁ ନେଇ ପାରିଥାନ୍ତେ ତ କଣ ପାଇଁ ଏତେ ଦିନ ସେଠି ରଖିଲେ? ଆଉ ସେ କହିଲା ଆଉ ରିୟା କହିଲା ମୋ ପାଖରେ ଭଲରେ ଅଛି ଥାଉ ଆଉ ଖାଇବା ତାର କିଛି ଅସୁବିଧା ନାହିଁ ସେ କହିଲା ମୁଁ କହିଲି ହଉ ଥାଉ ତମ ପାଖରେ ଭଲରେ ଅଛି ଆଉ ମୁଁ ଜାଣିଛି ଏମିତି ହବ ବୋଲି। ଆପଣ କଥା ହେଇଛନ୍ତି କେବେ ମଝିରେ ଆପଣ ଭଉଣୀଙ୍କ ସହ ସେଠି ଭଲରେ ଅଛୁ କି ଖରାପରେ ଅଛୁ କଥା ହେଇଥିଲେ? ହଁ କଥା ହେଇଥିଲି। ହଁ ତାକୁ ବାଡାବୁଡି କରୁଛି ସେ ମତେ ଆଗରୁ ଦିନେ କହିଥିଲା ଫୋନ କରିନା ଆଉ ଦିଦି ମତେ ଆକନେ ପିଟାମରା କରୁଛନ୍ତି ଆଉ ମତେ ବହୁତ ଟର୍ଚର କରୁଛନ୍ତି ଆଉ ଦିଦି ମୁଁ ଯିବାରି କହୁଥିଲା ମୁଁ କହିଲି ଆଉ ଥା କେତେ ଦିନ ପରେ ଆଉ ଯାଇବୁ ଭାରି ପଇସା ହେଲାରୁ ଆଉ ମାଗି ମଗାନା ପଇସା ମାଗବାରୁ ତାକୁ ଏମିତି ପିଡ଼ି ଜାତି ମାରେ। ଘରେ ଯାଆନ୍ତି ବାହାରୁ ଘରେ ତାଲା ପକେଇ ପଳାନ୍ତି ସତ ତାଲା ପକେଇନା ଯୁଆଡେ ଗଲେ ଯାତି ହଁ କହିଥିଲା କହିଲା ଦିଦି ଯୁଆଡେ ଗଲେ ମତେ ତାଲା ତୁଲି ପକେଇନା ଯାତି ଆଉ ମୁଁ ଆଇଲେ ଯୁଆଡେ ଗଲେ ତାଲା ମତେ କହିଲା ଆଉ ଡ୍ରେସ ପ୍ୟାଣ୍ଟ ମୋଠୁ ଚୋରେଇ ନଉଛି ହେତା ଚୋରେଇ ନଉ ଯାଉଛି ଆଉ ଦିଦି ମୁଇଁ ତ ମତେ ବାଟ ଦେଇକିନା ଯୁଆଡେ ଗଲେ ଆମ ଡ୍ରେସ ପ୍ୟାଣ୍ଟ କିରା ଚୋରେଇନା ତା କୋଠୁ ନେଲି। ତାଙ୍କ ରିୟା ଆଉ ତାଙ୍କ ସ୍ୱାମୀ। ପଇସା ପତ୍ର ସେ କେବେ ଦେଇନାହାନ୍ତି? ନାଇଁ ସାର୍ ପଇସା ପତ୍ର ଖାଲି ମତେ 10,000 ଦେଇଥିଲେ। ଆଉ ତାପରେ ଆଉ ସାର୍ କିଛି ପଇସା ଦେଇନଥିଲି। ମାଗିଲା ଆପଣଙ୍କୁ ଧମକ ହଁ ମାଗିଲାକୁ କହିଲା ତମେ କଣ କରିବ କିରା କର ପଇସା ନଉଛ ଆଉ କିରା କର ମୁଁ କହିଲି ସାର୍ ମୋର କାମ ଅଛି ଆଉ ଦିଅ ପଇସା ପତ୍ର କହିଲା ଆଉ ପଇସା ଦେଇ ହବନି କିଛି ନାହିଁ ଏତିକି ପଇସା ନେଲେନି ଆଉ ନହେଲେ ନାହିଁ। ଏବେ କଣ ଚାହୁଁଛ? ମୁଁ ଚାହୁଁଛି ସାର୍ ମୋ ଭଉଣୀ ନ୍ୟାୟ ପାଉ ଆଉ ତ ପଇସା ପତ୍ର ପାଉ ସେ ଯଦି ମୋ ଭଉଣୀକୁ ଦୁଃଖ କଷ୍ଟ ଦେଇ ସାର୍ ସେ ବି ଦୁଃଖ ପାଇବା ଦରକାର। ଆପଣ କାଲିଠୁ ଆସିଲେଣି? ହଁ ସାର୍ ମୁଁ କାଲିଠୁ ଆସିନାହିଁ। ନାଇଁ ସାର୍ ପୁଲିସ ମାନେ ବି ମୋ କଥା ଶୁଣୁନାହାନ୍ତି କିଛି ନାହିଁ।